ଯେତେବେଳେ ଫେରିଲେ ଏମାନେ ଏପ୍ରିଲ 11 ତାରିଖରେ ବ୍ୟାଙ୍କକ୍ ଫେରିଲେ। ବ୍ୟାଙ୍କକ୍ରୁ ସେମାନେ ପୁଣି ଗଲେ ଭୁବନେଶ୍ୱରକୁ ଆସିଲେ। ସେଠି ବି ସ୍ପେଶାଲ ଏୟାରକ୍ରାଫ୍ଟରେ ଆସିଲେ। ବ୍ୟାଙ୍କକ୍ ଏମାନେ କାହିଁକି ଯାଇଥିଲେ, ଟିମ୍ ସାଙ୍ଗରେ କାହିଁକି ଡେଲିଗେସନ୍ ଟିମ୍ ସାଙ୍ଗରେ ନ ଯାଇ ଏକାଠି କାହିଁକି ଯାଇନଥିଲେ, ତାପରେ ତଦନ୍ତ ହେବା ଦରକାର। ଲୋକଲୋଚନ ଆସିକରେ ଏଥିପାଇଁ 67 ଲାख ଖର୍ଚ୍ଚ କରାଯାଇଛି। ମୁଖ୍ୟ କଥା ହେଲା ଯେଉଁ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କର ଯେଉଁ ବିଦେଶ ଗସ୍ତ, ଯେଉଁ ଜାପାନ ଏବଂ ରୋମ୍ ଗସ୍ତ ହୋଇଥିଲା, ସେ ଗସ୍ତ ସମ୍ପର୍କିତ ତଥ୍ୟ ଆମେ ସୂଚନା ଅଧିକାର ଆଇନରେ ହାସଲ କରିଥିଲୁ। ବହୁତ କଷ୍ଟ ପରେ, ବହୁ ପରିଶ୍ରମ ପରେ ଏ ତଥ୍ୟ ସେମାନେ ଦେଇଥିଲେ। ଏବଂ এই ତଥ୍ୟରୁ ଆମେ ଦେଖିବାକୁ ପାଇଲୁ ଯେ ଜାପାନ ଗସ୍ତ ପାଇଁ ଭିକେ ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଗୋଟେ ସ୍ପେଶାଲ ଏୟାରକ୍ରାଫ୍ଟ ବୁକ୍ କରିକି ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁର ତାପରେ ସେମାନେ ଯାଇଥିଲେ ଟୋକିଓ। ଏବଂ ଯେତେବେଳେ ଗୋଟେ ଡେଲିଗେସନ୍ ଟିମ୍ ଗଲେ, ଯେଉଁଟାକି ଯେଉଁ ପ୍ରୋଗ୍ରାମଟା ଟୋଟାଲି ଇପିକଲ୍ ଅର୍ଗାନାଇଜ୍ କରୁଥିଲା, ଫିକି ଅର୍ଗାନାଇଜ୍ କରୁଥିଲେ, ଏବଂ ଯେତେବେଳେ ଦେଖିଲୁ ବିଲ୍ ଭାଉଚର ସବୁ ଦେଖିଲା ପରେ ଜଣାପଡ଼ିଲା ଯେ ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କର ବିଲ୍ ସେଥିରେ ନାହିଁ। ତେଣୁ ଏମାନେ କିଭଳି ଗଲେ ଟୋକିଓ, ଏଇ ତଥ୍ୟ ଅନୁସନ୍ଧାନ କରିବାକୁ ଜାଣିବାକୁ ପାଇଲୁ ଯେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଆମକୁ ଗୋଟେ ଇନଫର୍ମେସନ୍ ଦେଲେ ଯେ 1,60 ଲକ୍ଷ ଦେଇକି ଗୋଟେ ସ୍ପେଶାଲ ଏୟାରକ୍ରାଫ୍ଟ ବୁକ୍ ହୋଇଥିଲା ଏବଂ ଏୟାରକ୍ରାଫ୍ଟରେ ଏମାନେ ଏପ୍ରିଲ 3 ତାରିଖ 2023 ମସିହାରେ ଭୁବନେଶ୍ୱରରୁ ଏମାନେ ସିଙ୍ଗାପୁର ଗଲେ। ସିଙ୍ଗାପୁରରୁ ତାପରେ ଗଲେ ଟୋକିଓ। ସିଙ୍ଗାପୁର ଏମାନେ କାହିଁକି ଯାଇଥିଲେ ସେଇଟା ହେଉଛି ଗୋଟେ ତଦନ୍ତ ସାପେକ୍ଷ। ତାଙ୍କର କ'ଣ ଆବଶ୍ୟକତା ଥିଲା ସିଙ୍ଗାପୁର ଯିବା ପାଇଁ, ଡେଲିଗେସନ୍ ଟିମ୍ ସାଙ୍ଗରେ ନ ଯାଇକରି ଏମାନେ ଅଲଗା କାହିଁକି 2 ଜଣ ଯାଇଥିଲେ। ନମ୍ବର 2 ହେଲା ଯେତେବେଳେ ଫେରିଲେ ଏମାନେ ଏପ୍ରିଲ 11 ତାରିଖରେ ବ୍ୟାଙ୍କକ୍ ଫେରିଲେ। ବ୍ୟାଙ୍କକ୍ରୁ ସେମାନେ ପୁଣି ଗଲେ ଭୁବନେଶ୍ୱରକୁ ଆସିଲେ। ସେଠି ବି ସ୍ପେଶାଲ ଏୟାରକ୍ରାଫ୍ଟରେ ଆସିଲେ। ବ୍ୟାଙ୍କକ୍ ଏମାନେ କାହିଁକି ଯାଇଥିଲେ, ଟିମ୍ ସାଙ୍ଗରେ କାହିଁକି ଡେଲିଗେସନ୍ ଟିମ୍ ସାଙ୍ଗରେ ନ ଯାଇ ଏକାଠି କାହିଁକି ଯାଇନଥିଲେ, ତାପରେ ତଦନ୍ତ ହେବା ଦରକାର। ଲୋକଲୋଚନ ଆସିକରେ ଏଥିପାଇଁ 67 ଲାख ଖର୍ଚ୍ଚ କରାଯାଇଛି। ଦ୍ୱିତୀୟ କଥା ହେଉଛି ରୋମ୍ ଗସ୍ତ। ରୋମ୍ ଗସ୍ତର ସମସ୍ତ ଡକୁମେଣ୍ଟ ଆମେ ମାଗିଥିଲୁ। ଜିଏ ଡିପାର୍ଟମେଣ୍ଟ ମାଗିଥିଲୁ, ଚିଫ୍ ମିନିଷ୍ଟର ଅଫିସକୁ ମାଗିଥିଲୁ, ପାର୍ଲାମେଣ୍ଟ ଆଫେୟାର୍ସକୁ ମାଗିଥିଲୁ, ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟକୁ ମାଗିଥିଲୁ ଏବଂ ଚିଫ୍ ରେସିଡେନ୍ସ କମିଶନରକୁ ମାଗିଥିଲୁ। ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କର ଇଟିନାରୀ, ତାଙ୍କର 6 ଦିନ ଯେଉଁ ଗସ୍ତ କାର୍ଯ୍ୟକ୍ରମ, କୌଣସି ଡକୁମେଣ୍ଟ କାହା ପାଖରେ ନାହିଁ ବୋଲି ଆମକୁ ସମସ୍ତେ ଦର୍ଶାଇଥିଲେ। ଏବଂ ବିଲ୍ ଭାଉଚରରୁ ମଧ୍ୟ ବି କୌଣସି ଡକୁମେଣ୍ଟ ଆମେ ସୁରାଗ ପାଇଲୁ ନାହିଁ ଯେ ଏମାନେ କାହିଁକି ଗସ୍ତ କରିଥିଲେ। ଏବଂ ଯେଉଁ ବିଲ୍ ସବୁ ଦେଇଛନ୍ତି, ବିଲ୍ରେ ହୋଟେଲ ବିଲ୍ରେ ଭିକେ ପାଣ୍ଡିଆନଙ୍କର ନାହିଁ। ରୋମର ନବୀନ ପଟ୍ଟନାୟକ ଯେଉଁ ରହିଛନ୍ତି, ରବିକାନ୍ତ ରହିଛନ୍ତି, କିନ୍ତୁ ଏମାନଙ୍କର ବିଲ୍ ଅଛି, କିନ୍ତୁ ଭିକେ ପାଣ୍ଡିଆନଙ୍କର ବିଲ୍ ନାହିଁ। ତେଣୁ ଭିକେ ପାଣ୍ଡିଆନ ଆକ୍ଚୁଆଲି ରୋମରେ ରହିଲେ ନା ସେଠୁ ଆଉ କୁଆଡ଼େ ଉଭାନ ହେଇଗଲେ ପୁଣି ଆସିଲେ, ଏଇଟା ତଦନ୍ତ ହେଲେ ଜଣାପଡ଼ିବ। ଆମ ପାଖରେ କୌଣସି ଡକୁମେଣ୍ଟାରୀ ପ୍ରୁଫ୍ ନାହିଁ। ଏବଂ ଏଥିପାଇଁକା 82 ଲାख ଖର୍ଚ୍ଚ କରାଗଲା। ମୁଖ୍ୟମନ୍ତ୍ରୀ ଚିଫ୍ ମିନିଷ୍ଟର ନବୀନ ପଟ୍ଟନାୟକ ଯେଉଁ ରହୁଥିଲେ, ସେଟାର ଗୋଟେ ହୋଟେଲ ବିଲ୍ର ଦାମ ଥିଲା ନେପୋଲିୟନ ସୁଟ୍, ଯେଉଁଟାକି ରୋମର ସବୁଠାରୁ ବିଳାସମୟ ହୋଟେଲ। ତା'ର 5,50,000 ଟଙ୍କା ହେଉଛି ପର୍ ଡେ ବିଲ୍ ପେମେଣ୍ଟ ହେଇଛି ଆମର। ଏଇଟା ତାଙ୍କର ତଥ୍ୟ, ଏଇଟା ଆମ ତଥ୍ୟ ନୁହେଁ। ଏବଂ ଏଇ ଯେଉଁ ଜାପାନ ଏବଂ ଇଟାଲୀ ଗସ୍ତର ଯେଉଁ କାର୍ଯ୍ୟକ୍ରମ, ଟୋଟାଲ ବାହାର ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା। ଓଡ଼ିଶାର କୌଣସି ଏଜେନ୍ସି ଇଏ କାମ କରିନଥିଲେ। OTDC ଯେମିତି ଆମର ଗୋଟେ ଏଜେନ୍ସି ଏୟାର ଟିକେଟ୍ ଫିକେଟ୍ ବୁକ୍ କରେ, ଇପିକଲ୍ ଅଛି ପ୍ରୋଗ୍ରାମକୁ ଅର୍ଗାନାଇଜ୍ କରେ, ସେମିତି ନଥିଲା। ପୁଞ୍ଜି ଜାପାନ କାର୍ଯ୍ୟକ୍ରମ ଥିଲା, ପୁଞ୍ଜି ଇନଭାଇଟ୍ କରିବା ପାଇଁ ଯାଇଥିଲେ ଫରେନ୍ କମ୍ପାନୀମାନଙ୍କ ସାଙ୍ଗରେ ଆଲୋଚନା କରିବା ପାଇଁ। କିନ୍ତୁ ଇଟାଲୀରେ ଏମାନେ କ'ଣ ପାଇଁ ଯାଇଥିଲେ ତା'ର କୌଣସି କାର୍ଯ୍ୟକ୍ରମ ନାହିଁ। କେଉଁ ଫରେନ୍ କମ୍ପାନୀ ସାଙ୍ଗରେ ଭେଟିଥିଲେ, କାହା ସାଙ୍ଗରେ ଆଲୋଚନା କରିଥିଲେ, ନା ଖାଲି ଏମିତି ବୁଲିବା ପାଇଁ ଯାଇଥିଲେ। 6 ଦିନ କାଳ କ'ଣ ବୁଲୁଥିଲେ ଏମାନେ, ଆର ଡିଟେଲ୍ ଇନଫର୍ମେସନ୍ ଓଡ଼ିଶାବାସୀଙ୍କର ଜାଣିବାର ଅଧିକାର ରହିଛି। କାରଣ ଏ ଟଙ୍କା ହେଉଛି ଓଡ଼ିଶାବାସୀଙ୍କର। ସ୍ପେଶାଲ ଫ୍ଲାଇଟ୍ ବୁକ୍ କରିକି ଯିବା, ଏୟାରକ୍ରାଫ୍ଟରେ ଯିବା, ରୋମରେ 6 ଦିନ କାଳ ରହିବା, ଭିକେ ପାଣ୍ଡିଆନ ରୋମରୁ କୁଆଡ଼େ ଗାୟବ ହେଇଯିବା, ତା'ର ହୋଟେଲ ବିଲ୍ ନ ମିଳିବା, ଏଗୁଡ଼ା ସବୁ ସନ୍ଦେହଜନକ, ସନ୍ଦେହପୂର୍ଣ୍ଣ। ତେଣୁ ଆର ଟୋଟାଲ ଉପରେ ଇନକ୍ୱାରି ହେବା ଦରକାର। ସେଥିପାଇଁ ଆମେ ମାନ୍ୟବର ବିଧାୟକମାନଙ୍କୁ, ସମସ୍ତ ଦଳର ବିଧାୟକମାନଙ୍କୁ କହୁଛୁ, ଏ ପ୍ରସଙ୍ଗଟା ସେମାନେ ବିଧାନସଭାରେ ଉଠାନ୍ତୁ, ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗନ୍ତୁ। ଯେଉଁ ତଥ୍ୟ ସୂଚନା ଅଧିକାର ଆଇନରେ ଦେଇନାହାନ୍ତି, ସେ ତଥ୍ୟ ବିଧାନସଭାକୁ ଦେଇପାରନ୍ତି, ତଥ୍ୟ କିଛି ଲୁଚାଇ ଦେଇପାରନ୍ତି। ଏବଂ ଯଦି ତଥ୍ୟ ନାହିଁ ତାହେଲେ ତଥ୍ୟ ଗଲା କୁଆଡ଼େ, ସେଇଟା ବି ଗୋଟେ ପ୍ରସଙ୍ଗ। ତେଣୁ ଏଇଟା ବିଧାନସଭାରେ ବି ଡିବେଟ୍ ହେଉ, ଆଲୋଚନା ହେଉ। ଯେଉଁ ବିଜେଡ଼ି ନେତାମାନେ ଆମକୁ କହୁଛନ୍ତି ଏଇଟା ମିଛ କହୁଛନ୍ତି, ଭୁଲ କହୁଛନ୍ତି ବୋଲି, ସେମାନେ ତଥ୍ୟ ବି ନିଅନ୍ତୁ, ତଥ୍ୟ ପଢ଼ନ୍ତୁ। କାରଣ ତାଙ୍କରି ତଥ୍ୟ, ଏଇଟା ସରକାରୀ ତଥ୍ୟ, ଏଇଟା ଆମେ ଘରେ ତିଆରି କରିନୁ। ତେଣୁ ଆରି ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ। ଏମିତି ମିଛ ସତ ଆଡ଼ୁସାଡ଼ୁ କରି ବୁଲାବୁଲି କରି କୁହନ୍ତୁ ନାହିଁ। ଆମେ ଓଡ଼ିଶାବାସୀଙ୍କର ଜାଣିବାର ଅଧିକାର। ଯଦି ପ୍ରକୃତରେ ଗୋଟେ ଓଡ଼ିଶାର ଇଣ୍ଟରେଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଯାଇଥିଲେ, ତାର ଅସୁବିଧା କ'ଣ ଅଛି ଏଥିରେ? ଏ ତଥ୍ୟ କାହିଁକି ଲୁଚାଯିବ, ଆମେ କାହିଁକି ଜାଣିପାରିବୁନି? ପଇସା ତ ଆମର ନା। ତେଣୁ ଏ ଇନଫର୍ମେସନ୍ ଆସିବା ଦରକାର। ଦ୍ୱିତୀୟ କଥା ହେଉଛି, ଆମେ ଆର ଗୋଟେ ଏନକ୍ୱାରି ପାଇଁକା ଆମେ ମୁଖ୍ୟ ଶାସନ ସଚିବ ଏବଂ DG ଭିଜିଲାନ୍ସ ଏବଂ DG କ୍ରାଇମବ୍ରାଞ୍ଚ ଏବଂ ଡାଇରେକ୍ଟର ଜେନେରାଲ ପୋଲିସ 3 ଜଣଙ୍କୁ ଆମେ ଚିଠି ବି ଦେଇଛୁ ଯେ ଆ ପରେ ତଦନ୍ତ କରିକି ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆମେ ଆଶା କରୁଛୁ ଯେ ଏ ସମ୍ପର୍କରେ ନିଶ୍ଚିତ ଭାବରେ
ସରକାର ତଦନ୍ତ କରିବେ ପ୍ରକୃତ ତଥ୍ୟ ଦେବେ କ'ଣ ସରକାର ଆକ୍ସନ୍ ନେବେ ନ ନେବେ ଦ୍ୟାଟ୍ ଇଜ୍ ଆନାଦର ଇସ୍ୟୁ କିନ୍ତୁ ଇନଫର୍ମେସନ୍ ମଷ୍ଟ ବି ଆଭେଲେବୁଲ୍ ଟୁ ଦି ପବ୍ଲିକ୍ ଡୋମେନ୍ ଟୁ ଦି ପବ୍ଲିକ୍ ତେଣୁ ସେଥିପାଇଁ ଆମେ ସାମ୍ବାଦିକ ସମ୍ମିଳନୀ କରିକି ଆପଣମାନଙ୍କୁ ଅବଗତ କରୁ ଆପଣଙ୍କର ସ୍ପେଶାଲ ଏୟାର କାର୍ଡ଼ ବୁକ୍ କରି ଯାଇଥିଲେ ମାନେ 1,60,00,000 ଇଟାଲୀ ଗସ୍ତ ପାଇଁକା ଖର୍ଚ୍ଚ ହେଇଛି 82,00,000 ଏବଂ ଜାପାନ ଗସ୍ତ ପାଇଁ ହେଇଛି 67 ଲାକ୍ସ এই যে 82 লাখ 67 লাখ খরচ করছেন রেসিডেন্ট কমিশন খরচ করছে টঙ্কা রেসিডেন্স কমিশন কাই দিয়ালা রেসিডেন্স কমিশন কাই খরচ কলে সেটা भी জানিয়া দরকার পার্লামেন্ট আফেয়ার্স দিয়েছে টঙ্কা এবং স্পেশাল এয়ার কার্ড বুক করিকি এমানে সিঙ্গাপুর গলে ব্যাংকক দেখি ফেরিলে এটা भी তদন্ত হওয়া দরকার এটি টঙ্কা খরচ হয়েছে যেটা আরটিআর তথ্য আউ কোন অধিক হইতো আমি জানিনু কিন্তু আরটিআর তথ্য এটি দিয়েছেন